ଜଗନ୍ନାଥଙ୍କର ହାତ ଅଧାଗଢ଼ା ହୋଇଥିଲା। କାରଣ ଯେତେବେଳେ ମନ୍ଦିର ତିଆରି ହୋଇଥିଲା ସେତେବେଳେ ରାଜା କେଉଁ କାରିଗର ଆସିଲେ ବି ତାଙ୍କୁ ଗଢ଼ି ପାରି ନଥିଲେ। ତ ଜଣେ କାରିଗର ଆସିଥିଲେ, ସେ ରାଜାଙ୍କୁ କହିଥିଲେ ଯେ ମୁଁ ଯେତେବେଳେ ପ୍ରଭୁଙ୍କୁ ତିଆରି କରିବି ତମେ ସେତେବେଳେ ଫିଟେଇବ ନାହିଁ। ତ 2 ମାସ ଲାଗିଲା। ସେ ଗୋଟେ ଦରବୁଢ଼ା ଥିଲେ, ତାଙ୍କୁ 2 ମାସ ଲାଗିଲା କରିବାକୁ ସେଇ ଠାକୁରଙ୍କୁ। ସେତେବେଳେ ରାଜାଙ୍କ ସ୍ତ୍ରୀ ରାଣୀ କବାଟଟା ଫିଟେଇ ଦେଇଥିଲେ। ସେତେବେଳଠୁ ହିଁ ପ୍ରଭୁ ଜଗନ୍ନାଥ ଅଧାଗଢ଼ ହୋଇ ରହିଯାଇଥିଲେ। ମୁଁ କେବଳ ରୂପ ନେଇଛି, ମୁଁ ଜଗନ୍ନାଥ ନୁହଁ। ମୋ ଜଗା କାଳିଆ। ଲକ୍ଷେ ଶାଳ ଗ୍ରାମ ବିଞ୍ଚା ବେଦୀକୁ ଛାଡ଼ି, ରଥରୂଢ଼ ହେଉଛି ମୋ କଳା ଶ୍ରୀହରି। ମାଟି ଯିବ ଏ ଆଖିରୁ ଅନେକ ଶୋଷ, ଶରଧା ବାଲିରେ ଦେଖି ଶ୍ରୀନନ୍ଦୀ ଘୋଷ। ଜୟ ଜଗନ୍ନାଥ କହି 2 ହାତ ଟେକି ଦେଇ, ମନ ପ୍ରାଣ ମିଶି ଯାଉ ମହାଯାତ୍ରାରେ। ମୋ ଜଗା କାଳିଆରେ, ମୋ ଜଗା କାଳିଆରେ, ମୋ ଜଗା କାଳିଆରେ କାଳିଆରେ, ମୋ ଜଗା କାଳିଆରେ, ମୋ ଜଗା କାଳିଆରେ, ମୋ ଜଗା କାଳିଆରେ କାଳିଆରେ। ମୋ ନାଁ ସ୍ମୃତି ସ୍ୱୀକୃତି ସାହୁ। କୋଉଠୁ ଆସିଛନ୍ତି? ନୟାଗଡ଼ରୁ ଆସିଛି। ଆପଣଙ୍କର ଜଗନ୍ନାଥ ଗେଟଅପ୍ଟି ଆପଣ ନେଇଛନ୍ତି, ବହୁତ ସୁନ୍ଦର ଦେଖାଯାଉଛି। କରିଛି କିଏ ସେ? ମୁଁ ନିଜେ କରିଛି, ଦିଦି ହେଲ୍ପ କରିଛି। ଜଗନ୍ନାଥଙ୍କ ପ୍ରତି ଆପଣ କାହିଁ କେତେ ଆକୃଷ୍ଟ ହେଲେ? ସେ ଜଗତର ନାଥ, ଜଗତକୁ ସେ ରଖିଛନ୍ତି, ତ ସେଥିଲାଗି ମୁଁ ତାଙ୍କ ପ୍ରତି ମୋର ଭକ୍ତି ବହୁତ ଅଛି। ପୁରୀ ତମେ ଯାଇଛ? ବହୁତ ଥର ଯାଇଛି। ଜଗନ୍ନାଥଙ୍କୁ ଦେଖିଛ? ଜଗନ୍ନାଥ ବିଷୟରେ କ'ଣ ଜାଣିଛ କହିଲ? ଜଗନ୍ନାଥଙ୍କ ମନ୍ଦିର ବିଷୟରେ? ଜଗନ୍ନାଥଙ୍କ ବିଷୟରେ କ'ଣ ଜାଣିଛ? ଜଗନ୍ନାଥଙ୍କର ହାତ ଅଧାଗଢ଼ା ହୋଇଥିଲା। କାରଣ ଯେତେବେଳେ ମନ୍ଦିର ତିଆରି ହୋଇଥିଲା ସେତେବେଳେ ରାଜା କେଉଁ କାରିଗର ଆସିଲେ ବି ତାଙ୍କୁ ଗଢ଼ି ପାରି ନଥିଲେ। ତ ଜଣେ କାରିଗର ଆସିଥିଲେ, ସେ ରାଜାଙ୍କୁ କହିଥିଲେ ଯେ ମୁଁ ଯେତେବେଳେ ପ୍ରଭୁଙ୍କୁ ତିଆରି କରିବି ତମେ ସେତେବେଳେ ଫିଟେଇବ ନାହିଁ। ତ 2 ମାସ ଲାଗିଲା। ସେ ଗୋଟେ ଦରବୁଢ଼ା ଥିଲେ, ତାଙ୍କୁ 2 ମାସ ଲାଗିଲା କରିବାକୁ ସେଇ ଠାକୁରଙ୍କୁ। ସେତେବେଳେ ରାଜାଙ୍କ ସ୍ତ୍ରୀ ରାଣୀ କବାଟଟା ଫିଟେଇ ଦେଇଥିଲେ। ସେତେବେଳଠୁ ହିଁ ପ୍ରଭୁ ଜଗନ୍ନାଥ ଅଧାଗଢ଼ ହୋଇ ରହିଯାଇଥିଲେ। ମୁଁ କେବଳ ରୂପ ନେଇଛି, ମୁଁ ଜଗନ୍ନାଥ ନୁହଁ। ମୋ ଜଗା କାଳିଆ। ଲକ୍ଷେ ଶାଳ ଗ୍ରାମ ବିଞ୍ଚା ବେଦୀକୁ ଛାଡ଼ି, ରଥରୂଢ଼ ହେଉଛି ମୋ କଳା ଶ୍ରୀହରି। ମାଟି ଯିବ ଏ ଆଖିରୁ ଅନେକ ଶୋଷ, ଶରଧା ବାଲିରେ ଦେଖି ଶ୍ରୀନନ୍ଦୀ ଘୋଷ। ଜୟ ଜଗନ୍ନାଥ କହି 2 ହାତ ଟେକି ଦେଇ, ମନ ପ୍ରାଣ ମିଶି ଯାଉ ମହାଯାତ୍ରାରେ। ମୋ ଜଗା କାଳିଆରେ, ମୋ ଜଗା କାଳିଆରେ, ମୋ ଜଗା କାଳିଆରେ କାଳିଆରେ, ମୋ ଜଗା କାଳିଆରେ, ମୋ ଜଗା କାଳିଆରେ, ମୋ ଜଗା କାଳିଆରେ କାଳିଆରେ। ଡ୍ୟାନ୍ସ ମୁଁ ଶିଖିଛି 5th କ୍ଲାସ୍ରୁ। ଆମ ଗାଁରେ ସେତେବେଳେ ଡ୍ୟାନ୍ସ ସାର୍ ଆସିଥିଲେ, ତ ପିଲା ନାଚ କଲେ, ମୁଁ ବି କହିଲି ମୁଁ ବି ନାଚ କରିବି। ପିଲା ଚାହାନ୍ତି ମଡର୍ଣ୍ଣ ଡ୍ୟାନ୍ସ କରିବା ପାଇଁ, ଆଉ ଭଜନରେ ଏତେ ସୁନ୍ଦର ଭାବେ ଜଗନ୍ନାଥ ଗୋଢ଼ା ହେଇଛନ୍ତି, ତ କାହିଁକି ଏଭଳିଆ ଚିନ୍ତାଧାରା ମନକୁ କାହିଁକି ଆସିଲା? ଆମ ଡିଷ୍ଟ୍ରିକ୍ଟ ହେଉଛି ନୟାଗଡ଼, ତ ଆମେ କଳା ସଂସ୍କୃତିର ଡିଷ୍ଟ୍ରିକ୍ଟରୁ ଆସିଛୁ। ତ ମୁଁ କଳା ସଂସ୍କୃତିକୁ ତ ଆପଣେଇବି ନା, ତ ସେଥିପାଇଁ ମୁଁ ଭଜନ। IPS। 8th।